ଭଗବାନ ଶ୍ରୀକୃଷ୍ଣ କେବଳ ମଜା ନେବା ପାଇଁ ଗୋପୀମାନଙ୍କର ବସ୍ତ୍ର ଚୋରି କରିନଥିଲେ। ତାଙ୍କର ଏହି ଲୀଳା ପଛରେ ଥିଲା ବହୁତ ବଡ଼ ରହସ୍ୟ। ବନ୍ଧୁଗଣ, ହିନ୍ଦୁ ଧର୍ମ ଗ୍ରନ୍ଥରେ ଭଗବାନ ଶ୍ରୀକୃଷ୍ଣଙ୍କର ବହୁତ ଲୀଳା ଓ କଥା ପଢ଼ିବାକୁ ମିଳିଥାଏ। କୁହାଯାଏ ଭଗବାନ ବିଷ୍ଣୁ କୃଷ୍ଣ ରୂପରେ ସବୁଠାରୁ ଅଧିକ ଲୀଳା କରିଛନ୍ତି, ସେଥିପାଇଁ ତାଙ୍କୁ ଲୀଳାଧର ମଧ୍ୟ କୁହାଯାଏ। ସେହିପରି ଶ୍ରୀକୃଷ୍ଣ ବାଲ୍ୟକାଳରେ ଗୋପୀମାନେ ଗାଧୋଇବା ସମୟରେ ତାଙ୍କର ବସ୍ତ୍ର ଚୋରି କରି ଗଛ ଉପରକୁ ନେଇ ଯାଇଥିଲେ। କିନ୍ତୁ ବର୍ତ୍ତମାନର ବହୁତ ଲୋକ ଏହାକୁ ଶ୍ରୀକୃଷ୍ଣଙ୍କର ଲୀଳା ବୋଲି ମାନିଥାନ୍ତି। ହେଲେ ବନ୍ଧୁଗଣ, ଏହି ଲୀଳା ପଛରେ ରହିଛି ବହୁତ ବଡ଼ ରହସ୍ୟ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ଏହି ବିଷୟରେ। ଧର୍ମ ଗ୍ରନ୍ଥ ଅନୁସାରେ ଦିନେ ଗୋପୀମାନେ ନିଜର ବସ୍ତ୍ର ଖୋଲି ନଦୀ ମଧ୍ୟରେ ସ୍ନାନ କରୁଥିଲେ। ସେହି ସମୟରେ ଶ୍ରୀକୃଷ୍ଣ ଏକ ବଡ଼ ଗଛ ଉପରେ ବସି ସମସ୍ତ ଦୃଶ୍ୟ ଦେଖୁଥିଲେ। କିଛି ସମୟ ପରେ ଯେତେବେଳେ ଗୋପୀମାନେ ଗାଧୋଇବାରେ ବ୍ୟସ୍ତ ହୋଇଗଲେ, ସେହି ସମୟରେ ଶ୍ରୀକୃଷ୍ଣ ଗୋପୀମାନଙ୍କର ବସ୍ତ୍ର ନେଇ ଗଛ ଉପରେ ରଖି ଦେଇଥିଲେ। ଯେତେବେଳେ ଗୋପୀମାନେ ଗାଧୋଇ ନଦୀ ତୁଠକୁ ଆସିଲେ, ସେତେବେଳେ ସେମାନଙ୍କ ସମସ୍ତ ବସ୍ତ୍ର ଚୋରି ହୋଇଯାଇଥିଲା। ଏହା ଦେଖି ଗୋପୀମାନେ ଚିନ୍ତିତ ହୋଇ ଯାଇଥିଲେ ଏବଂ ସମସ୍ତେ ନିଜର ବସ୍ତ୍ରକୁ ଖୋଜିବାରେ ଲାଗିଲେ। ଠିକ୍ ସେହି ସମୟରେ ଗୋପୀମାନଙ୍କର ନଜର ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ପଡ଼ିଥିଲା। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଦେଖି ଲଜ୍ଜାରେ କହିଲେ, କାହ୍ନା, ଆମକୁ ଏହି ଅବସ୍ଥାରେ ଦେଖି ତମକୁ କ'ଣ ଟିକେ ଲଜ୍ଜା ଲାଗୁନାହିଁ? ସେତେବେଳେ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଉତ୍ତର ଦେଇ କହିଲେ, ମୋତେ କାହିଁକି ଲଜ୍ଜା ଲାଗିବ? ତୁମ ସମସ୍ତଙ୍କୁ ଲଜ୍ଜା ଆସିବା ଦରକାର। କାରଣ ତୁମେ ସମସ୍ତେ ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ନଦୀ ମଧ୍ୟରେ ଗାଧୋଉଛ। ସେହି ସମୟରେ ଗୋପୀମାନେ ନିଜ ବସ୍ତ୍ର ମାଗିଥିଲେ। ହେଲେ ଶ୍ରୀକୃଷ୍ଣ କହିଥିଲେ, ଏହି ଗଛ ଉପରେ ତୁମମାନଙ୍କର ବସ୍ତ୍ର ରହିଛି, ସମସ୍ତେ ଆସି ନିଜର ବସ୍ତ୍ର ନେଇଯାଅ। ସେହି ସମୟରେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ କହିଥିଲେ, ଆମେ କେମିତି ଯିବୁ? ଆମ୍ଭେମାନେ ନଗ୍ନ ଅବସ୍ଥାରେ ଅଛୁ। ସେହି ସମୟରେ ଶ୍ରୀକୃଷ୍ଣ ଉତ୍ତର ଦେଇ କହିଲେ, ତାହେଲେ ତୁମେ ସମସ୍ତେ ନଦୀ ମଧ୍ୟକୁ ନଗ୍ନ ଅବସ୍ଥାରେ ଯାଇଛ। ତୁମକୁ ନଦୀ ପାଖରେ ଥିବା ସମସ୍ତ ପ୍ରାଣୀ ଦେଖିଛନ୍ତି। ଆକାଶରେ ଉଡ଼ୁଥିବା ପକ୍ଷୀମାନେ ଓ ଜଳରେ ଥିବା ଜଳଚର ଜୀବମାନେ ମଧ୍ୟ ତୁମ ସମସ୍ତଙ୍କୁ ନଗ୍ନ ଅବସ୍ଥାରେ ଦେଖିଛନ୍ତି। ଏହା ସହିତ ଜଳ ରୂପରେ ଥିବା ବରୁଣ ଦେବ ମଧ୍ୟ ତୁମ ସମସ୍ତଙ୍କୁ ନଗ୍ନ ଦେଖିଛନ୍ତି। ତାପରେ ଗୋପୀମାନେ ନିଜର ଭୁଲ ପାଇଁ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗିଥିଲେ। ଶ୍ରୀକୃଷ୍ଣ ସମସ୍ତ ଗୋପୀମାନଙ୍କର ବସ୍ତ୍ର ଦେଇଥିଲେ। ଏହି କଥାରୁ ଶିକ୍ଷା ମିଳେ ଯେ, ସମ୍ପୂର୍ଣ୍ଣ ରୂପେ ନଗ୍ନ ଅବସ୍ଥାରେ ସ୍ନାନ କରିବା ଦ୍ୱାରା ମଣିଷର ସୁଖ, ସମୃଦ୍ଧି, ଧନ, ମାନ ଓ ସମ୍ମାନ ଆଦି ନଷ୍ଟ ହୋଇଥାଏ। ତେଣୁ କେବେ ବି ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ସ୍ନାନ କରିବା ଉଚିତ ନୁହେଁ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।